जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम सेशन आरंभ करिबा एस्ट्रो सेशन क्रम आम नक्षत्र सीरीज करथिले नक्षत्र सीरीज विषय डिटेल आम प्रत्येक नक्षत्र को टच करी करी आम आरंभ करूचे प्रत्येक नक्षत्र को आम डिटेल भाव पढ़ुचे तार क्यारेक्टरिस्टिक्स गुड़ा को आम जानिया को चेष्टा करूचे एगुड़ा कहीं कारण जिते आम वैदिक जुग में कौन भी नथिला किसी प्रोसेस नथिला ସେଇ ସମୟରେ ନକ୍ଷତ୍ର କୁ ବେସ୍ କରିକି ହିଁ ପ୍ରେଡିକ୍ସନ କରାଯାଉଥିଲା ସେବେ ଆମେ ନକ୍ଷତ୍ରର ସମ୍ୟକ ଧାରଣା ବିଷୟରେ ଜାଣୁଛେ ଏବେ ଆମେ ଏବେ ଆମେ ଜାଣିବା ଆଦ୍ରା ନକ୍ଷତ୍ର ବିଷୟରେ ଆଦ୍ରା ନକ୍ଷତ୍ର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ଆଦ୍ରା ନକ୍ଷତ୍ର ହଉଛି 6 ନମ୍ବର ନକ୍ଷତ୍ର এই ନକ୍ଷତ୍ରକୁ ଷ୍ଟାର ଅଫ ସରୋ କୁହାଯାଏ ଦୁଃଖର ନକ୍ଷତ୍ର ଆଦ୍ରା ନକ୍ଷତ୍ର ମାନଙ୍କୁ କିଛି କାମ ନଥାଏ ତାଙ୍କର ମନ ଆଦ୍ରା ନକ୍ଷତ୍ର ବାଲା ଯଦି ଜୁପିଟର ଦେଖୁ ନଥାଏ ବା ଭଲ ଜାଗାରେ ଚନ୍ଦ୍ର ନଥାଏ ତାହେଲେ ସେମାନଙ୍କ ମନ ଆପେ ଆପେ ଦୁଃଖୀ ହେଇଯାଏ ଡିପ୍ରେସଡ ହେଇଯାନ୍ତି ସେମାନେ ଏଇ ନକ୍ଷତ୍ରକୁ ରୁଲ କରନ୍ତି ରାହୁ ରାହୁ ମହାରାଜ ଏଇ ନକ୍ଷତ୍ରକୁ ମଧ୍ୟ ୟାର ଦେବତା ହଉଛନ୍ତି ରୁଦ୍ର ଏଇ ନକ୍ଷତ୍ରର ସିମ୍ବଲ ହେଲା ଆଖିରୁ ଲୁହ ଝରୁଥିବ ଲୁହର ଡ୍ରପ୍ ଟା ହଉଛି ଏ ନକ୍ଷତ୍ରର ସିମ୍ବଲ ସେଇଥିପାଇଁ ଆକୁ ଷ୍ଟାର ଅଫ ସରୋଜ କୁହାଯାଏ ଧର୍ମ ଅର୍ଥ କାମ ମୁଖ୍ୟ ଭିତରେ ଚତୁର୍ବର୍ଗ ଯୋଉ ଅଛି ଆମର ଏଇଟା କାମ ପୁରୁଷାର୍ଥ ଅଣ୍ଡରରେ ଯାଏ ଏଇ ନକ୍ଷତ୍ରର ଗଣ ହଉଛି ମନୁଷ୍ୟ ଗଣ ଏବଂ ବର୍ଣ୍ଣ ୟା ବୁଚର ମାନେ ଯୋଉ କଣ କହିବି ଯୋଉ ମାଂସ କଟାଳି ଯୋଉମାନେ ଶୂଦ୍ର କ୍ୟାଟାଗୋରୀ ସେମାନଙ୍କର ଅଣ୍ଡରରେ ଆସେ ଏବଂ ପଞ୍ଚଭୂତ ମାନେ ଏ ନକ୍ଷତ୍ରର ନିଜସ୍ୱ କ୍ୟାରେକ୍ଟରିଷ୍ଟିକ୍ସ ହଉଛି ଏଇଟା ୱାଟର ନକ୍ଷତ୍ର ମାନେ ଜଳ ନକ୍ଷତ୍ର ଏବଂ ୟାର ଦେବତାଙ୍କ ଭିତରୁ ଯୋଉ ତ୍ରିମୂର୍ତ୍ତି ଅଛନ୍ତି ଆମର ବ୍ରହ୍ମା ବିଷ୍ଣୁ ମହେଶ୍ୱର ମହାଦେବ ଲର୍ଡ ମହାଦେବ ହଉଛନ୍ତି ନକ୍ଷତ୍ରର ଡେଇଟି ତେଣୁ ଯେତେବେଳେ କାହାର ଆଦ୍ରା ନକ୍ଷତ୍ର ଥାଏ ସେ ଭଗବାନ ଶିବଙ୍କୁ ପୂଜା କଲେ ତାର ମନ ଦୁଃଖ ସବୁ ଦୂରୀଭୂତ ହୁଏ ଏବଂ ଏ ନକ୍ଷତ୍ରକୁ ଫିମେଲ ଡଗ ଏଇ ପ୍ରାଣୀ ରିପ୍ରେଜେଣ୍ଟ କରେ ଏ ନକ୍ଷତ୍ରକୁ ଫିମେଲ ଡଗ ଏବଂ ବାର୍ଡ ମାନେ ପକ୍ଷୀ ଯୋଉ ଏଇ ନକ୍ଷତ୍ରକୁ ରିପ୍ରେଜେଣ୍ଟ କରେ ସେ ହଉଛି ବ୍ଲାକ୍ ଆଣ୍ଡ୍ରିଲ ଏଣ୍ଡ୍ରିଲ ପକ୍ଷୀ ଯୋଉ କହନ୍ତି ଏଣ୍ଡ୍ରିଲ କଳା ଏଣ୍ଡ୍ରିଲ ପକ୍ଷୀ ଏଇ ନକ୍ଷତ୍ରକୁ ରୁଲ କରନ୍ତି ଏବଂ କଣ ସେଟା କହିବି ଏ ନକ୍ଷତ୍ରର ଗଛ ହଉଛି ଅଗର ଅଗର ଗଛ ଇଂଲିଶରେ ଦେଖିବେ AGARWOOD ଅଗର ଉଡ୍ ବା କୃଷ୍ଣାଙ୍ଗୁସ ଠିକ ଅଛି ଏଟାକୁ ଆପଣ ନେଟରେ ମାରି ଚେକ୍ କରିପାରିବେ ଏଇ ନକ୍ଷତ୍ରର ଗଛ ଏବଂ ଯଦି ଏ ନକ୍ଷତ୍ର କୌଣସି ଲୋକ ଜନ୍ମ ହେଇଥାଏ ତାହେଲେ ଏଇ ନକ୍ଷତ୍ରର ଆଦ୍ୟ ଅକ୍ଷର ହବ ଖା ଖୁ ଜ୍ଞ ଚ ଛ ଏଗୁଡାକ ସବୁ ଏଇ ନକ୍ଷତ୍ର ଅଣ୍ଡରରେ ନାମକରଣ କରାଯାଇ ପାରିବ ତ ଏଇ ସେସନ ଆଜିର ସେସନ ଆମେ ଜାଣିଲେ ଯେ ଆଦ୍ରା ନକ୍ଷତ୍ରର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ଆଜିର ସେସନ ପାଇଁ ଏତିକି ପୁଣି କିଛି ନୂଆ ଆଷ୍ଟ୍ରୋ ସେସନ ସହିତ ଆମେ ଜାଣିବା ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।